राज्य व्यवस्थितकार एक लोकप्रिय गृह। मु राज्य विधानसभा मु ईश्वर सबको लिखित संविधान एक अंश विशेष मात्र, जार सृष्टि केवल शृंखलित शासन माध्यम प्रगति पथ आड़क आगे नेबा। राज्यपाल मुख्यमंत्री आउ 47 विधायकों को नहीं मोर सृष्टि। मोर विधानसभा भितर वर्षक 3टी अधिवेशन बसुए। प्रथमटी बजेट अधिवेशन, द्वितीयटी मौसुमी अधिवेशन एवं तृतीयटी शीतकालीन अधिवेशन। जितेबले तत्सहित आवश्यकता अधिक जरूरी पड़े तेरे राज्यपाल एक स्वतंत्र अधिवेशन डाकी था। तेरे आसतु मो भितर राज्य सरकार होता प्रत्येक कार्य को देखा एवं उपभोग करवा। धन्यवाद। सदन मध्य को मान्यवर बाचस्पति महोदय प्रवेश करुछंती। सदन उपस्थित थिबा मान्यवर बाचस्पति महोदय और सदस्य जातीय संगीत गान प्रस्तुत हुंतु। टिके रहिबा हमें भी जातीय संगीत करबा। निज स्थान में चुपचाप ठिया समस्त। विधानसभा गृह अधिवेशन में मुख्यतः 3टी विषय रही। प्रथमतः स्वास्थ्य दृष्टि आम जीवन, द्वितीयतः पुरस्कार राजनीति, तृतीयतः अन्नदाता असु। गृह प्रथम विषय होछि स्वास्थ्य दृष्टि आम जीवन। वर्तमान आमे स्वास्थ्य दृष्टि विषय आलोचना करबा। वर्तमान शिक्षा मंत्री स्वास्थ्य मान केवल रोग नथिबा मन शरीर आत्मा सामान्य होछि स्वास्थ्य। दिन दिन नाक मिसिबा, हाथ धोई खाइबा, स्वच्छ जल पीबा इत्यादि अभ्यास द्वारा आम सुस्थ रहिबा। विरोधी दलर सदस्य माने निजर मतामत रखिबे। महोदय धन्यवाद। मोर प्रश्न स्वास्थ्य मंत्री को जे विद्यालय में दिया जाउथिबा खाद्य छात्र छात्री को पय स्वास्थ्यकर कि नुहे या जानिबा निहाती आवश्यक। एथिप्रति स्वास्थ्य मंत्री जागृत रहिबा नित्यांत आवश्यक। माननीय स्वास्थ्य मंत्री महोदय, विरोधी दल नेता कहवा अनुसार आम एथिप्रति सतर्क अछु एवं ध्यान मध्य देछु। आपण माने समस्त जानथिबे खाद्य खाइबा द्वारा आम शरीर को शक्ति जोगाई थाए। पुष्टिकर खाद्य आम शरीर का नित्यांत आवश्यक। एक लक्ष्य करी महोदय आम विद्यालय जो सब खाद्य जोगाइबा सेतिर भरपूर मात्रा में प्रोटीन मिनरल्स प्रति प्रत्येक पोषक तत्व को भरि दे रखिछु। एथिप्रति आम ध्यान देछु एवं सतर्क मध्य देछु महोदय। मैं प्रतिवाद करुछि। स्वास्थ्य मंत्री जहाँ कहे ता प्रकृत में कार्यकारी हो नहीं। छात्र छात्री मानू स्वास्थ्य खाद्य दिखाई नहीं ना सर। महोदय, वर्तमान पीएम पोषण योजना रे 10वीं श्रेणी पर्यंत प्रत्येक छात्र छात्री को 2 दिन परिवर्ते 3 दिन अंडा एवं अन्य 3 दिन रे प्रोटीन रो उत्स मांडिया लड्डू
ଉପଯୁକ୍ତ ଫଳର ଖାଇବା ପାଇଁ ବ୍ୟବସ୍ଥା କଲେଣି ମହୋଦୟ। ବର୍ତ୍ତମାନ ମୁଁ ପରିବେଶ ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରୁଛି ସେ ନିଜର ମତାମତ ଗୃହ ମଧ୍ୟରେ ରଖିବେ। ଧନ୍ୟବାଦ ବାଚସ୍ପତି ମହୋଦୟ। ଏକ ସୁସ୍ଥ ଶରୀର ନିମନ୍ତେ ଆମେ ବିଦ୍ୟାଳୟ ପରିବେଶକୁ ମଧ୍ୟ ସ୍ୱଚ୍ଛ ଓ ସଫା ରଖିବା ଆବଶ୍ୟକ। ତେଣୁ ଆମେ ବିଦ୍ୟାଳୟର ପାର୍ଶ୍ୱ ପରିବେଶକୁ ସ୍ୱଚ୍ଛ ଓ ସଫା ରଖିବା ପାଇଁ ବ୍ୟବସ୍ଥା ମଧ୍ୟ କରୁଛୁ। ବିଦ୍ୟାଳୟରେ ଜଳ ନିଷ୍କାସନ ଏବଂ ଶୌଚାଳୟ ପ୍ରତି ଧ୍ୟାନ ଦିଆଯାଏ ମହୋଦୟ। ବିରୋଧୀ ଦଳର ନେତାଙ୍କ ମନ୍ତବ୍ୟରେ ପରିବେଶ ମନ୍ତ୍ରୀ ନିଜର ମତାମତ ରଖିବେ। ମହୋଦୟ, ବିରୋଧୀ ଦଳର ନେତା ଏହା ଜାଣିବା ଆବଶ୍ୟକ ଯେ ବର୍ତ୍ତମାନ ବିଦ୍ୟାଳୟର ରୂପରେଖାଙ୍କରଣ କରାଯାଇ ଉନ୍ନତମାନର ଶୌଚାଳୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ କରାଯାଇଛି। ହଁ, ଆଜି ଆମ ଦେଶରେ ଅନେକ ଶିଶୁ ଅପପୁଷ୍ଟି ରୋଗରେ ପୀଡ଼ିତ। ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଜଙ୍କ ଫୁଡ୍ ଇତ୍ୟାଦି। ତେଣୁ ସରକାର ପିଏମ୍ ପୋଷଣ ଯୋଜନା ଅନୁସାରେ ଏହାକୁ ଦୂରେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଏହା ସ୍ୱାଗତଯୋଗ୍ୟ। ଆମେ ଆମ ଜୀବନରେ ଭଲ ଅଭ୍ୟାସ ଗଢ଼ିଲେ ସଫଳ ଯାତ୍ରା କରିପାରିବା। ହଁ, ଆପଣ ଠିକ୍ କହିଛନ୍ତି ମହାଶୟ। ଆମ ଗୃହର ଅଧିବେଶନରେ ପ୍ରଥମ ବିଷୟ ସ୍ୱାସ୍ଥ୍ୟ ଦୃଷ୍ଟିରେ ଆମ ଜୀବନ ବିଷୟରେ ଆଲୋଚନା ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ ଆମେ ପରବର୍ତ୍ତୀ ବିଷୟ ପୁରସ୍କାର ରାଜନୀତି ବିଷୟରେ ଆଲୋଚନା କରିବା। ଆଜିର ଅଧିବେଶନ ଆରମ୍ଭ କରାଯାଉ। ସୁଶ୍ରୀ ସ୍ମୃତିସୁଧା ନିଜର ମତାମତ ରଖନ୍ତୁ। ଧନ୍ୟବାଦ ବାଚସ୍ପତି ମହୋଦୟ। ମୁଁ ଶିକ୍ଷାମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଅଛି ଯେ ଗତକାଲି ଘୋଷିତ ହୋଇଥିବା ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟାର ମାନଦଣ୍ଡ କଣ ଥିଲା? ଏପରି ଅଭିଯୋଗ ଆସୁଛି ଯେ ଯେଉଁ ବିଦ୍ୟାଳୟଟି ଶାସକ ଦଳର ନେତାଙ୍କ ନିର୍ବାଚନ ମନେ ରଖି ତାଙ୍କ ଅଯଥାରେ ଏହି ପୁରସ୍କାରଟି ଦିଆଯାଇଛି। ମାନ୍ୟବର ଶିକ୍ଷାମନ୍ତ୍ରୀ, ମାନ୍ୟବର ବାଚସ୍ପତି ମହୋଦୟ, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ରାଜନୀତିକରଣ। ପୁରସ୍କାର ଚୟନ ପାଇଁ ଏକ ନିରପେକ୍ଷ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିର ଫଳାଫଳ ଏବଂ ଅବସ୍ଥାକୁ ଦେଖି ପୁରସ୍କାର ଦିଆଯାଇଥିଲା। ବିରୋଧୀ ଦଳ ନେତାମାନେ ଏମିତି ଗୋଟେ ଦେଖିପାରୁନାହାନ୍ତି। ମାନ୍ୟବର ଶିକ୍ଷାମନ୍ତ୍ରୀ ମହୋଦୟ, ମାନ୍ୟବର ଶିକ୍ଷାମନ୍ତ୍ରୀ ମହୋଦୟ, ଆପଣ ଯାହା କହୁଛନ୍ତି ତାହା ପ୍ରକୃତରେ କାର୍ଯ୍ୟକାରୀ ହୋଇନାହିଁ ଏବଂ ଏହି ବିଦ୍ୟାଳୟକୁ ଅଯଥାରେ ଏହି ପୁରସ୍କାର ଦିଆଯାଇଛି। ସେହି ବିଦ୍ୟାଳୟରେ ଗତ 2 ବର୍ଷ ଧରି ଏହି ଶିକ୍ଷକ ପଦବୀ ଖାଲି ପଡ଼ିଥିଲା ଏବଂ ସେଠାରେ ଅନେକ ଶିକ୍ଷକ ଭଲ ଶିକ୍ଷା ମଧ୍ୟ ଦେଉନାହାନ୍ତି। ତେଣୁ ସେହି ବିଦ୍ୟାଳୟକୁ ପୁରସ୍କାର ଦେବା ଉଚିତ ନଥିଲା ମହାଶୟ। ଏହା ଏକ ଭାଇଭଗାରୀ ପୁରସ୍କାର। ଶିକ୍ଷାକୁ ରାଜନୀତିକରଣ କରାଯାଉଛି। ଠିକ୍ ଅଛି ମହାଶୟ, ଆପଣ ଆପଣଙ୍କ ସ୍ଥାନରେ ବସି ଯାଆନ୍ତୁ। ମୁଁ ଏହି ଅଭିଯୋଗକୁ ପ୍ରତ୍ୟାହାର କରୁଛି। ଆପଣ ରାଜନୀତି କରନ୍ତୁ, କିନ୍ତୁ ଶିକ୍ଷା କ୍ଷେତ୍ରକୁ ମହିଳା କରନ୍ତୁ ନାହିଁ। ବର୍ତ୍ତମାନ ମୁଁ ସୁମିତ ମହାପାତ୍ରଙ୍କୁ ଅନୁରୋଧ କରୁଛି ସେ ନିଜର ମତାମତ ଗୃହ ମଧ୍ୟରେ ରଖିବେ। ମାନ୍ୟବର ବାଚସ୍ପତି ମହୋଦୟା, ବିରୋଧୀ ଦଳର ନେତା ଅନିୟମିତତାର କଥା କହୁଛନ୍ତି, କିନ୍ତୁ ସେତେବେଳେ କେଉଁଥିଲେ ଯେତେବେଳେ ସେମାନଙ୍କ ଶାସନ କାଳରେ ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପାସ୍ କରି ଦିଆଯାଉଥିଲା। ଆମ ସରକାର ଶିକ୍ଷାରେ ରୂପାନ୍ତରଣ ଆଣିଛନ୍ତି। ବିରୋଧୀ ଦଳର ନେତା ଏହା ହଜମ କରିପାରୁନାହାନ୍ତି। କେତେ ବର୍ଷ ପର୍ଯ୍ୟନ୍ତ ଆମ ଶାସନ କାଳ କଥା ହେଉଥିବ? ବର୍ତ୍ତମାନ ତୁମେ ଶାସନ କରୁଛ। ବର୍ତ୍ତମାନର ପ୍ରସଙ୍ଗ ହେଉଛି ପୁରସ୍କାରର ପକ୍ଷପାତିତା। ମୁଁ ଦାବି କରୁଛି ତୁରନ୍ତ ଉକ୍ତ ପୁରସ୍କାରକୁ ବାତିଲ କରି ଦିଆଯାଉ। ମନୋନୟନ କମିଟିକୁ ଭାଙ୍ଗି ଦିଆଯାଉ। ଶିକ୍ଷାମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ଗୃହରେ ମର୍ଯ୍ୟାଦା ରକ୍ଷା କରନ୍ତୁ। ମୁଁ ସମସ୍ତଙ୍କୁ ବସିବାକୁ ନିର୍ଦ୍ଦେଶ ଦେଉଛି। ମାନ୍ୟବର ବାଚସ୍ପତି ମହୋଦୟ, ବିରୋଧୀ ଦଳର ଅଭିଯୋଗକୁ ଗ୍ରହଣ କରି ମୁଁ ଏହାକୁ କହିବାକୁ ଚାହୁଁଛି ଯେ ପୁରସ୍କାର ଚୟନ ପ୍ରକ୍ରିୟାର ସମସ୍ତ କାଗଜପତ୍ର ଏବଂ ସ୍କୁଲର ୱେବସାଇଟରେ ଉପଲବ୍ଧ କରାଯିବ। ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ ତାହେଲେ ଏକ ସ୍ୱତନ୍ତ୍ର ଭାବେ
ଅଧିବେଶନରେ ପୁରସ୍କାର ରାଜନୀତି ବିଷୟରେ ଆଲୋଚନା ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ ଆମେ ପରବର୍ତ୍ତୀ ବିଷୟ ଅନୁରୋଧକ ଅସ୍ତି ସମ୍ପର୍କରେ ଆଲୋଚନା କରିବା। ଆଜିର ପ୍ରଶ୍ନକାଳ ଆରମ୍ଭ କରାଯାଉ। ମାନ୍ୟବର ବିରୋଧୀ ଦଳର ସଦସ୍ୟ ସୁଶ୍ରୀ ସ୍ମୃତି ସୁଧା ନିଜର ପ୍ରଶ୍ନ ରଖନ୍ତୁ। ଧନ୍ୟବାଦ ବାଚସ୍ପତି ମହାଶୟ। ମୁଁ ଏହି ଗୃହର ଦୃଷ୍ଟି ଆକର୍ଷଣ କରୁଅଛି ଯେ ଆମ ରାଜ୍ୟର ଚାଷୀମାନେ ଅତ୍ୟନ୍ତ କ୍ଷତିରେ ଅଛନ୍ତି। ସରକାର ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ କେବଳ କାଗଜପତ୍ରରେ ଧାର୍ଯ୍ୟ କରିଛନ୍ତି, କିନ୍ତୁ ବାସ୍ତବରେ ଚାଷୀମାନେ ଦଲାଲମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। ଆପଣଙ୍କର ଏମଏସପି ଏକ ସୁନ୍ଦର ସନ୍ଦିଗ୍ଧ ସଦୃଶ୍ୟ। କୃଷି ମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ। ମାନ୍ୟବର କୃଷି ମନ୍ତ୍ରୀ, ମାନ୍ୟବର ବାଚସ୍ପତି ମହୋଦୟ, ଆମ ସରକାର ଏମଏସପିକୁ ନିଶ୍ଚିତ କରିବା ପାଇଁ ବହୁ କେନ୍ଦ୍ରମାନ ଖୋଲିଛନ୍ତି ଏବଂ ଡିଜିଟାଲ ମଣ୍ଡିର ବ୍ୟବସ୍ଥାକୁ ମଜବୁତ କରୁଛନ୍ତି। ବିରୋଧୀ ଦଳର ସଦସ୍ୟ କେବଳ ରାଜନୀତି କରୁଛନ୍ତି। ଆମେ ଗତ 3 ବର୍ଷ ମଧ୍ୟରେ 5 ଲକ୍ଷରୁ ଅଧିକ ଚାଷୀଙ୍କ ଠାରୁ ସିଧାସଳଖ ଧାନ କ୍ରୟ କରୁଛୁ। ଯେଉଁମାନେ 15 ବର୍ଷ ଧରି କାର୍ଯ୍ୟକ୍ଷମତାରେ ଥିଲେ ସେମାନେ ଆଜି ଆମକୁ ଶିକ୍ଷା ଦେବେ। ଅବିଶ୍ୱାସ, ଏହା ଏକ ମିଥ୍ୟା ତଥ୍ୟ। ଯଦି ଆପଣଙ୍କ ବ୍ୟବସ୍ଥା ଏତେ ମଜବୁତ, ତାହେଲେ ଗତ ସପ୍ତାହରେ ବରଗଡ଼ ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କାହିଁକି କଲେ? ତାଙ୍କର କଣ ଧାନ ବିକ୍ରି ହୋଇପାରିଲା ନାହିଁ? ଚାଷୀମାନଙ୍କର ଆତ୍ମହତ୍ୟା ଏହି ସରକାରଙ୍କର ବିଫଳତାର ଜ୍ୱଳନ୍ତ ପ୍ରମାଣ। ଠିକ ଅଛି ମହାଶୟ, ଆପଣ ଆପଣଙ୍କ ସ୍ଥାନରେ ବସି ଯାଆନ୍ତୁ। ବାଚସ୍ପତି ମହାଶୟ, ମୁଁ ବିରୋଧୀ ଦଳକୁ ଅନୁରୋଧ କରିବି ଯେ ରାଜନୀତି ଏବଂ ସମ୍ବେଦନଶୀଳତା ମଧ୍ୟରେ ଥିବା ପାର୍ଥକ୍ୟକୁ ବିରୋଧୀ ଦଳ ବୁଝିବେ। ତା ଛଡ଼ା ଗୋଟିଏ ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ଯେ ଏତେ ବଡ଼ ବିପତ୍ତି ସୃଷ୍ଟି କରିବା ଉଚିତ ନୁହେଁ। ଆମ ସରକାର ସେହି ଚାଷୀଗୁଡ଼ିକୁ ସାହାଯ୍ୟ ରାଶି ଯୋଗାଇ ଦେଇଛି ଏବଂ ଋଣ ଛାଡ଼ କରିବା ନିମନ୍ତେ ଏକ ବଡ଼ ଯୋଜନା ଆରମ୍ଭ କରିଛି, ଯାହାକି ଏହି ପୂର୍ବ ସରକାର କରିନଥିଲେ। ଆମ ନୀତି କେବଳ ଭାଷଣ ନୁହେଁ, ବରଂ କାର୍ଯ୍ୟକାରିତା। ମାନ୍ୟବର ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ଋଣ ଛାଡ଼ ଯୋଜନା କଥା କହୁଛନ୍ତି। ସେହି ଯୋଜନା କେଉଁଠି? ଚାଷୀମାନେ ତ ବ୍ୟାଙ୍କରେ ଛିଡ଼ା ହୋଇ ହୋଇ ନିରାଶ ହେଉଛନ୍ତି। ଆପଣଙ୍କର ଋଣ ଛାଡ଼ ଯୋଜନା ହେଉଛି ବିଜ୍ଞାପନ ଛାଡ଼। ମୁଁ ତୁରନ୍ତ ଦାବି କରୁଛି ଯେ ସମସ୍ତ ଚାଷୀଙ୍କୁ 1 ଲକ୍ଷ ଟଙ୍କା ଦିଆଯାଉ। ଶାନ୍ତି ଶୃଙ୍ଖଳା ମର୍ଯ୍ୟାଦା ରଖନ୍ତୁ। ବର୍ତ୍ତମାନ ମୁଁ ଦାସ ମହାଶୟଙ୍କୁ ଅନୁରୋଧ କରିବି ସେ ନିଜର ମତାମତ ରଖିବେ। ମାନ୍ୟବର ବାଚସ୍ପତି ମହୋଦୟା, ଚାଷୀଙ୍କ କଥା ବିରୋଧୀ ଦଳକୁ ନିର୍ବାଚନରେ ଆସିଲେ ହିଁ ମନେ ପଡ଼େ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ ଦିନ ରାତି ଭାବନ୍ତି। ଏହି ଯୋଗୁଁ ଆମ ସରକାର ଏହି ବର୍ଷ ପୂର୍ବ ବର୍ଷ ଅପେକ୍ଷା 50% ଅଧିକ ବଜେଟ୍ ଦେଇଛନ୍ତି। ବିରୋଧୀ ଦଳର ନେତା ଗରିବମାନଙ୍କୁ ଲୁଟିବାର ମାହିର ଥିଲେ। ସେ କେବଳ ରାସ୍ତା କଡ଼ରେ ଠିଆ ହୋଇ ସ୍ଲୋଗାନ ଦେବା ଛଡ଼ା ଆଉ କିଛି କରନ୍ତି ନାହିଁ। ମୁଁ ଏହି ଅପମାନକୁ ପ୍ରତ୍ୟାହାର କରିବାକୁ ଦାବି କରୁଛି। ଶାସକ ଦଳ ଗଣତନ୍ତ୍ରର ହତ୍ୟା କରୁଛନ୍ତି। ଦାସ ମହାଶୟ, ଆପଣ ଆପଣଙ୍କ ଶବ୍ଦ ପ୍ରତ୍ୟାହାର କରନ୍ତୁ। ଦୁଇ ଦଳର ନେତାମାନେ ଶାନ୍ତ ରୁହନ୍ତୁ। ମାନ୍ୟବର ବାଚସ୍ପତି ମହାଶୟ, ମୁଁ ବିରୋଧୀ ଦଳର ଉତ୍ତେଜନାକୁ ସମ୍ମାନ କରୁଛି, କାରଣ ଏହା ହିଁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। କିନ୍ତୁ ପ୍ରକୃତରେ ଏହା ଯେ ଆମେ ଲୋକଙ୍କ କଥା ଶୁଣୁଛୁ। ତେଣୁ ମୁଁ ଆଜି ଏହି ସଭାଗୃହରେ ଏହା ଘୋଷଣା କରୁଛି ଯେ ଆମ ରାଜ୍ୟର ସମସ୍ତ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ଏକ ବିଶେଷ ସହାୟତା ପ୍ୟାକେଜ ଯୋଗାଇ ଦିଆଯିବ, ଯେଉଁଥିରେ କି ପ୍ରତ୍ୟେକ ଚାଷୀ ପରିବାର 10,000 ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପାଇପାରିବେ। ଏବଂ ଏଥିପାଇଁ ଆମେ ଆସନ୍ତା ମାସରେ ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକିଛୁ। ମାନ୍ୟବର